ଜୟ ଜଗନ୍ନାଥ ସାଙ୍ଗମାନେ, ୱେଲକମ୍ ଟୁ ମାଇ ମିନି ବ୍ଲଗ। ତ ମୁଁ ଆଜି ସକାଳୁ ଗାଧେଇ ପଡ଼ିଥିଲି, କାହିଁକି ନା ମୋର ଆଜି ଯିବାର ଥିଲା ଟିକେ ପୁରୀ। କାରଣ କେତେ ଦିନ ହେଇଗଲାଣି ଜଗାର ଟିକେ ଦର୍ଶନ ମିଳିନଥିଲା, ତ ସେଥିପାଇଁ ମୁଁ ବାହାରି ପଡ଼ିଥିଲି ପୁରୀ। ତ ପୁରୀରେ ପହଞ୍ଚିଲା ପରେ ଭୋକ ଭାରି ଜୋରରେ ହେଲା, ତ ସେଥିପାଇଁ ଗୋଟେ ରେଷ୍ଟୁରାଣ୍ଟକୁ ପଳେଇ ଆସିଥିଲୁ ଖାଇବାକୁ। ଭେଜ୍ ବିରିୟାନୀର ଗୋଟେ ଅର୍ଡ଼ର ଦେଇ ଦେଇଥିଲି, ମୋର ପଳେଇ ଆସିଥିଲା ଭେଜ୍ ବିରିୟାନୀଟା। ଦେଖିପାରୁଥିବେ, ଆଉ ଟିକେ ରୁହ ମୁଁ ଖାଇସାରି। ଟେଷ୍ଟଟା ବି ଠିକ୍ ଥିଲା। ତ ଖାଇସାରି ଆମେ ବାହାରି ଯାଇଥିଲୁ ସମୁଦ୍ର ଆଡ଼େ। ତ ଫାଇନାଲି ଆମେ ସମୁଦ୍ରରେ ଆସି ପହଞ୍ଚି ଯାଇଥିଲୁ। ତ ଦେଖିପାରୁଥିବେ କୁଳିଆ ପାଗ ଦେଇଥିଲା, ବର୍ଷାଟା ପୁରା ଜୋରରେ ଉଠେଇକି ଆଇଛି। ତ ମୁଁ ଆଉ ଲେଟ୍ ନ କରି ଏଇ ପାଗରେ ଟିକେ ସମୁଦ୍ରରେ ଗାଧେଇବାକୁ ପଳେଇଥିଲି। ତ ଫାଇନାଲି ବର୍ଷାଟା ବି ଆରମ୍ଭ ହେଇଗଲା। ତ ସେଠିକି ଗାଧେଇକି ଉପରକୁ ପଳେଇ ଆସିଥିଲୁ, ଗୋଟେ ଦୋକାନ ଛତା ତଳେ ଠିଆ ହେଇ। ତ ବର୍ଷା ଛାଡ଼ିବା ମାତ୍ରେ ଆମେ ଆଉ ଲେଟ୍ ନ କରି ପଳେଇ ଆସିଥିଲୁ ପୁରୀ ବଡ଼ଦାଣ୍ଡ। ଦେଖିପାରୁଥିବେ ଏଠି ବେଶୀ ଲୋକ ନାହାନ୍ତି, କାରଣ ଜଗା ପଳେଇଛନ୍ତି ତାଙ୍କ ମାଉସୀ ଘରକୁ। ତ ସେଥିପାଇଁ ସବୁ ଭକ୍ତ ବି ମାଉସୀ ମା ମନ୍ଦିର। ତ ମୁଁ ଆଉ ଲେଟ୍ ନ କରି ନେଇଥିବା ନଡ଼ିଆ ଦୁଇଟାକୁ ସେଇ ବଡ଼ଦାଣ୍ଡରେ ବାଡ଼େଇ ଦେଇକି ପାଣି ଟିକେ ଛିଞ୍ଚି ଦେଇ ମୁଣ୍ଡିଆ ମାରି ପଳେଇ ଆସିଥିଲି। ଦେଖିପାରୁଥିବେ, ତ ସେଇ ଭିତରେ କେତେବେଳେ ଘରକୁ ଯିବାର ବି ଟାଇମ୍ ହେଇଗଲା, ଜଣା ପଡ଼ିଲାନି। ଜଗାର ତ ଦର୍ଶନ ମିଳିଲାନି, କାରଣ ସେ ଯେଉଁ ଭଳିଆ ଭିଡ଼ ହେଇଛି ସେ ଛାଡ଼ୁନାହାନ୍ତି। ତେଣୁକରି ମୁଁ ଘରକୁ ଫେରି ଯାଇଥିଲି। ରହିଲି। ଜୟ ଜଗନ୍ନାଥ।